ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଆସାମ, କେରଳମ୍ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ପଶ୍ଚିମ ଏସିଆରେ ସୃଷ୍ଟ ଉତ୍ତେଜନାମୂଳକ ପରିସ୍ଥିତିର ପ୍ରଭାବରୁ ନାଗରିକମାନଙ୍କୁ ସୁରକ୍ଷା ଦେବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଲୋକସଭାରେ ଆଜି ଆଗତ ହେବ କର୍ପୋରେଟ୍ ସଂଶୋଧନ ବିଧେୟକ। ରାଜ୍ୟସଭାରେ ସଶସ୍ତ୍ର ପୋଲିସ ବାହିନୀ ବିଧେୟକ ଆଗତ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ବିଦେଶରେ ଅଟକିଥିବା ନାଗରିକମାନଙ୍କୁ ସ୍ୱଦେଶ ଆଣିବା ଲାଗି ଆଜି 30ଟି ଉଡ଼ାଣ କରିବ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍। ଏବଂ ଶହୀଦ ଦିବସ ଉପଲକ୍ଷେ ଆଜି ଦେଶବ୍ୟାପୀ ପଦଯାତ୍ରା ଆୟୋଜନ କରିବ ମେରା ଯୁବ ଭାରତ। ଆସାମ, କେରଳମ୍ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ହେଉଛି ଶେଷ ଦିନ। ଆଜି ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯାଇପାରିବ। ଆସନ୍ତା ମାସ 9 ତାରିଖରେ 2ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଆସନ୍ତାକାଲି ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଆସନ୍ତା 26 ତାରିଖ ରହିଛି। କେରଳମ୍ରେ ଏପର୍ଯ୍ୟନ୍ତ 341 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି। ତାମିଲନାଡୁରେ ଏପ୍ରିଲ 23ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ପଶ୍ଚିମବଙ୍ଗରେ ଏପ୍ରିଲ 23 ଏବଂ 29 ତାରିଖରେ 2ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ତାମିଲନାଡୁ ପାଇଁ ଏବଂ ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ଆସନ୍ତା 30 ତାରିଖରେ ଜାରି କରାଯିବ। ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ବିଜ୍ଞପ୍ତି ଆସନ୍ତା ମାସ 2 ତାରିଖରେ ପ୍ରକାଶ ପାଇବ। ସମସ୍ତ 4ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଭୋଟ ଗଣତି ମେ ମାସ 4 ତାରିଖରେ ଅନୁଷ୍ଠିତ ହେବ। 126 ସଦସ୍ୟ ବିଶିଷ୍ଟ ଆସାମ ବିଧାନସଭାର କାର୍ଯ୍ୟକାଳ ମେ ମାସ 20 ତାରିଖରେ ଶେଷ ହେଉଥିବା ବେଳେ 140 ସଦସ୍ୟ ବିଶିଷ୍ଟ କେରଳମ୍ ବିଧାନସଭାର କାର୍ଯ୍ୟକାଳ ମଇ ମାସ 23 ତାରିଖରେ ଶେଷ ହେବ। 30 ସଦସ୍ୟ ବିଶିଷ୍ଟ ପୁଡୁଚେରୀ ବିଧାନସଭାର କାର୍ଯ୍ୟକାଳ ଜୁନ୍ ମାସ 15 ତାରିଖରେ ଶେଷ ହେବ। 234 ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭାର କାର୍ଯ୍ୟକାଳ ମଇ ମାସ 10 ତାରିଖ ଏବଂ 294 ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାର କାର୍ଯ୍ୟକାଳ ମଇ ମାସ 7 ତାରିଖରେ ଶେଷ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟିର ଏକ ବୈଠକରେ ଅଧ୍ୟକ୍ଷତା କରି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷୀରେ ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଏହି ସଂଘର୍ଷ ଯୋଗୁଁ ବିଶ୍ୱ ପ୍ରଭାବିତ ହେଉଛି। ସେ କହିଛନ୍ତି, ଏପରି ପରିସ୍ଥିତିରେ ଏହି ସଂଘର୍ଷର ପ୍ରଭାବରୁ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ପ୍ରୟାସ କରାଯିବା ଆବଶ୍ୟକ। ନାଗରିକମାନଙ୍କୁ ସର୍ବନିମ୍ନ ସୁବିଧା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ସମସ୍ତ ବିଭାଗ ଏକାଠି କାମ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ କ୍ୟାବିନେଟ୍ ସଚିବ ଡକ୍ଟର ଟି.ଭି. ସୋମନାଥନ୍ ବିଶ୍ୱ ପରିସ୍ଥିତି ଏବଂ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ଉପରେ ଉପସ୍ଥାପନ କରିଥିଲେ। କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କର୍ପୋରେଟ୍ ସଂଶୋଧନ ଆଇନ ବିଧେୟକ 2026 ଆଗତ କରିବାର କାର୍ଯ୍ୟସୂଚୀ ରହିଛି। ଏହି ବିଧେୟକରେ ଲିମିଟେଡ୍ ଲାୟାବିଲିଟି ପାର୍ଟନରସିପ୍ ଆଇନ 2008 ଏବଂ କମ୍ପାନୀ ଆଇନ 2013ରେ ସଂଶୋଧନ ପ୍ରସ୍ତାବ ରହିଛି। ଏହା ବ୍ୟତୀତ ଅର୍ଥ ବିଲ୍ 2026 ମଧ୍ୟ ଆଜି ଗୃହରେ ଆଲୋଚନା ଏବଂ ମଞ୍ଜୁରୀ ପାଇଁ ଉପସ୍ଥାପନ କରାଯିବ। ରାଜ୍ୟସଭାରେ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ବିଧେୟକ 2026 ଆଗତ କରିବେ। ଏହି ବିଲ୍ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀରେ ଗ୍ରୁପ୍ ଇ ଜେନେରାଲ ଡ୍ୟୁଟି ଅଧିକାରୀ ଏବଂ ଅନ୍ୟ ଅଧିକାରୀଙ୍କ ନିଯୁକ୍ତି ଏବଂ ସେବା ସର୍ତ୍ତାବଳୀ ପରିଚାଳନା କରୁଥିବା ସାଧାରଣ ନିୟମ ଏବଂ ଏହି ବାହିନୀ ସମ୍ପର୍କିତ ଅନ୍ୟାନ୍ୟ ନିୟମକୁ ନିୟନ୍ତ୍ରଣ କରିବାର ବ୍ୟବସ୍ଥା ରହିଛି। କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡି ଆଜି 7ମ ପର୍ଯ୍ୟାୟ ଖଣିଜ ବ୍ଲକଗୁଡ଼ିକର ନିଲାମ ଆରମ୍ଭ କରିବେ। ଏହି ପର୍ଯ୍ୟାୟରେ ଖଣି ଲିଜ୍ ଏବଂ କମ୍ପୋଜିଟ୍ ଲାଇସେନ୍ସ ଅଧୀନରେ ବିଭିନ୍ନ ରାଜ୍ୟରେ 19ଟି ବ୍ଲକ ପ୍ରଦାନ କରାଯିବ। ଏହି ବ୍ଲକଗୁଡ଼ିକରେ ସ୍ୱଚ୍ଛ ଶକ୍ତି, ଉନ୍ନତ ପ୍ରଯୁକ୍ତିବିଦ୍ୟା, ସାର ଏବଂ ରଣନୈତିକ ଶିଳ୍ପ ଭଳି କ୍ଷେତ୍ର ପାଇଁ ଆବଶ୍ୟକ ବିଭିନ୍ନ ଖଣିଜ ପଦାର୍ଥ ରହିଛି। ଖଣି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ନିଲାମ ପ୍ରକ୍ରିୟା ଅନ୍ଲାଇନ୍ରେ କରାଯିବ। ବର୍ତ୍ତମାନ ସୁଦ୍ଧା ମନ୍ତ୍ରଣାଳୟ 6ଟି ପର୍ଯ୍ୟାୟ ନିଲାମ ଆରମ୍ଭ କରିସାରିଥିବା ବେଳେ 44ଟି ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ବ୍ଲକ ପୂର୍ବରୁ ନିଲାମ ହୋଇସାରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମୁଁ ନିଖିଲ କହୁଛି। ଚନ୍ଦ୍ରାଲ ଟିମ୍ କଳାହାଣ୍ଡି ପୁଲିସ ପାଖରେ ସରେଣ୍ଡର କରିବା ପରେ ବିଜିଏନ୍ ସହ ରାଜ୍ୟର ପୁରା ଡିଭିଜନ ଖାଲି ହୋଇସାରିଲାଣି। କେବଳ ତୁମେ 15 ଜଣ ବାକି ଅଛ। ତୁମମାନେ ଏମିତି ଥିବ ଆଉ ତୁମ ଭିତରୁ କିଛି କିଛି ସାଥୀ ଲୁଚି ପଳାଇ ଆସି ସରେଣ୍ଡର କରୁଥିବେ। ଏମିତି ତୁମମାନଙ୍କୁ ନୁକସାନ ହେବ ସିନା, ଫାଇଦା କିଛି ହେବ ନାହିଁ। ତେଣୁ ତୁମେ ସମସ୍ତେ ଏକାଥରରେ ଆସି ସରେଣ୍ଡର କରନ୍ତୁ।
ତୁମର ଜଣେ କମରେଡ଼ ଭାବେ ସୁକ୍ରୁ ଶିଲକ ମୋର ପରାମର୍ଶ ମାର୍ଚ୍ଚ 31 ସୁଦ୍ଧା ଆସି ସରେଣ୍ଡର କଲେ ଭଲ। ମାର୍ଚ୍ଚ 31 ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବେ ନାହିଁ। ଏପରି କ୍ଷେତ୍ରରେ ଏକ ରାଜ୍ୟ କମିଟି ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଥିବା କମରେଡ଼ ସୁକ୍ରୁକୁ ମୋର ବିଶେଷ ପରାମର୍ଶ, ସମସ୍ତଙ୍କୁ ବୁଝାଇ ସାଙ୍ଗରେ ଧରି ଆସ। ସେମାନେ ଯଦି ଆସିବାକୁ ରାଜି ନାହାନ୍ତି ତୁମେ ନିଜେ ଆସି ସରେଣ୍ଡର କର। ମୋର ଏଇ ମୋବାଇଲ ନମ୍ବର 9437643839 ଆଉଥରେ କହି ରଖୁଛି 9437643839ରେ କଣ୍ଟାକ୍ଟ କଲେ ମୁଁ ଯାଇ ତୁମମାନଙ୍କୁ ନେଇ ଆସିବି। ନଚେତ୍ କୌଣସି ସାମ୍ବାଦିକ ବା ସରପଞ୍ଚଙ୍କ ସହାୟତାରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କ ଅପେକ୍ଷାରେ ନିଖିଲ, ପୂର୍ବୀ ସବଜୋନାଲ ବ୍ୟୁରୋ ସଚିବ। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଆଜି 30ଟି ଉଡ଼ାଣ କରିବ। ସୂଚନା ଅନୁଯାୟୀ ଜେଦାହ ସମେତ ଭାରତ ଏବଂ ସାଉଦି ଆରବ ସହର ମଧ୍ୟରେ ମୋଟ 10ଟି ଉଡ଼ାଣ କରାଯିବ। ଏୟାର ଇଣ୍ଡିଆ ଦିଲ୍ଲୀ ଏବଂ ମୁମ୍ବାଇରୁ ଉଡ଼ାଣ କରିବାକୁ ଥିବାବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବେଙ୍ଗାଲୁରୁ, କୋଜିକୋଡ଼ ଏବଂ ମାଙ୍ଗାଲୁରୁ ଉଡ଼ାଣ କରିବ। ଅନ୍ୟପକ୍ଷରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ମସ୍କଟକୁ ଏବଂ ମସ୍କଟରୁ ଦିଲ୍ଲୀ ଏବଂ ମୁମ୍ବାଇକୁ 4ଟି ଉଡ଼ାଣ କରିବା ସହ ବେଙ୍ଗାଲୁରୁ ଏବଂ କୋଜିକୋଡ଼ରୁ ରିୟାଦକୁ 4ଟି ଉଡ଼ାଣ କରିବ। ଅନ୍ୟପକ୍ଷରେ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ସାଉଦି ଆରବକୁ ଉଭୟ ପଟୁ 12ଟି ଉଡ଼ାଣ କରାଯିବ। ଆମେରିକା ଯଦି ଇରାନର ଶକ୍ତିକେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରେ ତେବେ ଇରାନ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ ଧମକ ଦେଇଛି। ଏକ ବିବୃତ୍ତିରେ ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ କହିଛି, ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ଏବଂ ନଷ୍ଟ ହୋଇଥିବା ଇରାନୀ ଶକ୍ତିକେନ୍ଦ୍ର ପୁନଃ ନିର୍ମାଣ ନ ହେବା ପର୍ଯ୍ୟନ୍ତ ତାହା ଖୋଲାଯିବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେବା ପରେ ଇରାନ ପକ୍ଷରୁ ଏହି ବିବୃତ୍ତି ଦିଆଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଚେତାବନୀ ଦେଇଥିଲେ, ଯଦି ଇରାନ 48 ଘଣ୍ଟା ମଧ୍ୟରେ ହର୍ମୁଜ ପ୍ରଣାଳୀକୁ ସ୍ୱାଭାବିକ ନ କରିବ ତେବେ ଆମେରିକା ଇରାନର ଶକ୍ତିକେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରିବ। ଇରାନୀ ସଂସଦର ବାଚସ୍ପତି ମହମ୍ମଦ ବାକର କାଲିବାଫ ମଧ୍ୟ ଚେତାବନୀ ଦେଇଛନ୍ତି, ଯଦି ତେହେରାନର ଭିତ୍ତିଭୂମିକୁ ନଷ୍ଟ କରିବା ଲାଗି ଉଦ୍ୟମ କରାଯାଏ ତେବେ ଯେଉଁ କ୍ଷତି ହେବ ତାହା ପୁନଃ ନିର୍ମାଣ କରାଯାଇପାରିବ ନାହିଁ। ଇରାନ ରାଷ୍ଟ୍ରପତି ମାସୁଦ ପେଜେକ୍ସିଆନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମାନଚିତ୍ରରୁ ଇରାନକୁ ଲିଭାଇ ଦେବାର ଭ୍ରମ ଏକ ଇତିହାସ ସୃଷ୍ଟିକାରୀ ରାଷ୍ଟ୍ରର ଇଚ୍ଛା ବିରୋଧରେ ହତାଶାକୁ ଦର୍ଶାଉଛି। ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂଘର୍ଷ ମଧ୍ୟରେ ଇସଲାମିକ ଗଣରାଜ୍ୟ ସହିତ ମୁକାବିଲା କରିବା ପାଇଁ ସମସ୍ତ ବିକଳ୍ପ ମୁକ୍ତ ରଖିଛନ୍ତି। ଇସ୍ରାଏଲି ସେନା କାଶ୍ମୀର ସେତୁ ଉପରେ ଆକ୍ରମଣ କରିଛି। ଏହି ସେତୁ ଲେବାନନର ଦକ୍ଷିଣାଞ୍ଚଳକୁ ଦେଶର ଅନ୍ୟାନ୍ୟ ଅଂଶ ସହିତ ସଂଯୋଗ କରିଥାଏ। ସେତୁ ଉପରେ ବୋମାମାଡ଼ ହିଜବୁଲ୍ଲା ବିରୋଧରେ ଇସ୍ରାଏଲି ସେନାର ଦୃଢ଼ ଅଭିଯାନକୁ ଦର୍ଶାଉଛି। ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ କୁମାର ଅଗ୍ରୱାଲ କହିଛନ୍ତି, ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅଧୀନରେ ଆଜି ପ୍ରଥମ ଅତିରିକ୍ତ ଭୋଟର ତାଲିକା ପ୍ରକାଶ କରିବ। ଏହି ତାଲିକାରେ ସେହି ଭୋଟରଙ୍କ ନାମ ରହିଛି ଯେଉଁମାନଙ୍କ ପ୍ରାମାଣିକ ଦସ୍ତାବିଜ ସମ୍ପୂର୍ଣ୍ଣ ଯାଞ୍ଚ ହୋଇସାରିଛି ଏବଂ ବିଚାର ପାଇଁ ରହିଛି। ନିର୍ବାଚନ କମିଶନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ 27 ଲକ୍ଷ ବିଚାରାଧୀନ ଭୋଟର ଅଭିଯୋଗର ସମାଧାନ କରାଯାଇଛି ଏବଂ ପ୍ରତିଦିନ ପ୍ରାୟ 2 ଲକ୍ଷ ନାମ ପ୍ରକ୍ରିୟାକରଣ କରାଯାଉଛି। ତାଲିକା ପ୍ରକାଶିତ ହେବା ପରେ ଯଦି କୌଣସି ଆପତ୍ତି ଥାଏ ତେବେ ଭୋଟରମାନେ ଇସିଆଇ ନେଟ୍ ଆପ୍ କିମ୍ବା କମିଶନଙ୍କ ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ କିମ୍ବା ଜିଲ୍ଲା ଓ ଉପଖଣ୍ଡ କାର୍ଯ୍ୟାଳୟରେ ଅଫଲାଇନ୍ରେ ଆବେଦନ କରିପାରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ସ୍ଥାୟୀ ଭବିଷ୍ୟତ ଯୋଗାଣ ସୁନିଶ୍ଚିତ କରିବାରେ ଜଳ ସଂରକ୍ଷଣର ଗୁରୁତ୍ୱ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117 2331-4444 2332-1048 ଏବଂ 2371-7106 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAir ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଶହୀଦ ଦିବସ ଉପଲକ୍ଷେ ମେରା ଯୁବ ଭାରତ ଆଜି ଦେଶବ୍ୟାପୀ ପଦଯାତ୍ରା ଆୟୋଜନ କରିବ। ମୋ ଭାରତ ମୋ ଦାୟିତ୍ୱ ବିଷୟବସ୍ତୁ ଉପରେ ଏହା ଆଧାରିତ। ଏହି ପଦଯାତ୍ରା ଭାରତର ଯୁବ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ରାଜଗୁରୁ ଏବଂ ସୁଖଦେବଙ୍କ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ହେବ। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଯୁବକମାନଙ୍କୁ ଶକ୍ତି, ଆଦର୍ଶବାଦ ଏବଂ ସେମାନଙ୍କ ଆକାଂକ୍ଷାକୁ ଦାୟିତ୍ୱପୂର୍ଣ୍ଣ ଭାବେ ପୂରଣ କରିବା ଲାଗି ଉତ୍ସାହିତ କରିବା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସାମ, କେରଳମ୍ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ପଶ୍ଚିମ ଏସିଆରେ ସୃଷ୍ଟ ଉତ୍ତେଜନାମୂଳକ ପରିସ୍ଥିତିର ପ୍ରଭାବରୁ ନାଗରିକମାନଙ୍କୁ ସୁରକ୍ଷା ଦେବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଲୋକସଭାରେ ଆଜି ଆଗତ ହେବ କର୍ପୋରେଟ୍ ସଂଶୋଧନ ବିଧେୟକ। ରାଜ୍ୟସଭାରେ ସଶସ୍ତ୍ର ପୋଲିସ ବାହିନୀ ବିଧେୟକ ଆଗତ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ।
विदेशରେ अटकिଥିବା नागरिकମାନଙ୍କୁ स्वदेश आनिबा लागि आज 30 उड़ाण करिब एयर इंडिया और एयर इंडिया एक्सप्रेस एवं शहीद दिवस उपलक्षे आज देशव्यापी पदयात्रा आयोजन करिब मेरा युव भारत। संवाद शेष होला।